ଦେଖନ୍ତୁ ସେ ଅନେକ କିଛି କଥା କରିବାକୁ ଯୋଜନା କରୁଛନ୍ତି। ମୁଁ ଖାଲି ଆମେ ଅପେକ୍ଷା କରୁଛୁ ସେ କ'ଣ କ'ଣ କରିବେ। କିଏ ବ୍ୟକ୍ତିଗତ ହେଲିକପ୍ଟର ବୁଲେ କ'ଣ କଲେ ତାଙ୍କର କାମରେ ବର୍ତ୍ତମାନ ଶାସନ କେମିତି ଚାଲିବ, ସୁଶାସନ କେମିତି ହେବ, ଲୋକଙ୍କ ପାଖରେ ତୃଣମୂଳ ସ୍ତରରେ କେମିତି ସୁଶାସନ ପହଞ୍ଚିବ। ବର୍ତ୍ତମାନ ଜଳବନ୍ଦୀ ସମସ୍ୟା ଚାରିଆଡ଼େ ବର୍ତ୍ତମାନ ତାକୁ ଦେଖନ୍ତୁ। ବର୍ତ୍ତମାନ ରୋଷେଇ ଘର ଅବସ୍ଥା କହିଲେ ନ ସରେ ତାକୁ ଦେଖନ୍ତୁ। ଅନେକ କିଛି ସମସ୍ୟା ଓଡ଼ିଶା ପାଇଁ ଅଛି। ବର୍ତ୍ତମାନ ଅନୁଦାନ ଆସିଛି। ବର୍ତ୍ତମାନ ସାରା ଭାରତ ବର୍ଷରେ ଓଡ଼ିଶା ଗରିବ ରାଜ୍ୟ ହିସାବରେ ସପ୍ତମ ନା ନବମ ସ୍ଥାନ କ'ଣ ଅଧିକ, ତ ତାକୁ କେମିତି ଉପରକୁ ତାର ମାନ କେମିତି ଉଠିବ ସେ କଥା ଦେଖନ୍ତୁ। ତେଣୁ ସେଇଟା ଦେଖନ୍ତୁ। ଡବଲ ଇଞ୍ଜିନ ସରକାର କହୁଥିଲେ ଡବଲ ଇଞ୍ଜିନ କୋଉ ଭଳିଆ ଧୂଆଁ ବାହାର କରି ଗାଡ଼ି ଚାଲିବ, ତ ତା ଭାବରେ ସେ ଦୃଷ୍ଟି ଦିଅନ୍ତୁ। ଏସବୁ ଜିନିଷ ଅଯଥା କଥାରେ ଆ ବାବଦରେ ତା ବାବଦରେ ସେରା କହିକି କିଏ ହେଲିକପ୍ଟର ବୁଲା କ'ଣ କଲା ସେଗୁଡ଼ା କହିକି ଲାଭ କ'ଣ ଅଛି। ଏସବୁ ଶସ୍ତା କଥାରେ ନିଜ ସମୟ ନଷ୍ଟ କରି ସାରା ଓଡ଼ିଶା ଅପେକ୍ଷା କରିଛି ଆପଣମାନଙ୍କର ସୁଶାସନ ଯେଉଁ ବାରମ୍ବାର ପ୍ରତ୍ୟେକ ଦିନ ଟିଭିରେ ଆସୁଛି। ଆପଣମାନଙ୍କର ସୁଶାସନ ଦେବେ ଆପଣମାନେ। ଆମେ ମଧ୍ୟ ଇଗେଲି ୱେଟ୍ କରିଛୁ, ଚାତକ ପରି ଚାହିଁ ବସିଛୁ ଆପଣମାନଙ୍କର ସୁଶାସନ ପରାକାଷ୍ଠା ଦେଖିବା ପାଇଁ। କିଏ କ'ଣ କହିଲା ଆମର ସେଥିରେ କି ଯାଏ ଆସେ ନାହିଁ। ଆଜି ଆପଣ ଗ୍ରାମାଞ୍ଚଳକୁ ଯାଆନ୍ତୁ। ମୁଁ ହେଉଛି ଡକ୍ଟର ଦାମୋଦର ରାଉତଙ୍କ ପୁଅ। ଏବେ ମୁଁ ରାଜନୀତି ଦେଖି ଆସୁଛି କୋଉ ମୂଳରୁ। ସରକାର ଅନୁଦାନ ଯେଉଁ ଦିଆଯାଏ ତା ଦେହରେ ଗୋଟେ ଗୋଟେ ମଠ ମନ୍ଦିର ପାଇଁ ଆଜ୍ଞା ବର୍ଷ ଲାଗିଯାଏ। ଗୋଟେ ପୋଲ ପାଇଁ ବର୍ଷ ଲାଗିଯାଏ ପଇସା ଆସିବା ପାଇଁ। କିନ୍ତୁ ଯେତେବେଳେ ପାଣ୍ଡିଆନ ବୁଲୁଥିଲେ, ଯେତେବେଳେ ଏମାନେ କହୁଛନ୍ତି ତ ଗାଁ ଗଣ୍ଡାରେ ଲୋକ ଯାହା ଡିମାଣ୍ଡ କଲେ 7-8 ଦିନ ଭିତରେ ତୁରନ୍ତ ପୂରଣ ହେଲା। ତାର ପ୍ରତିଫଳନ ପ୍ରତ୍ୟେକ ପଞ୍ଚାୟତ ପର୍ଯ୍ୟାୟ ଦେଖନ୍ତୁ। ମଠ ମନ୍ଦିର ରାସ୍ତାଘାଟ ସବୁ କିଛି ହେଇଛି ଏବଂ 7-8 ଦିନ ଭିତରେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେମିତି ପୂରଣ କରୁଛନ୍ତି ଜଳ ଦେଖାଯାଉଛି। ପଞ୍ଚାୟତକୁ ଯାଆନ୍ତୁ। ଆଙ୍କ ପାଇଁ କାମ ଆମେ କୋଉଠି ବାକି ରଖିନୁ। ଲାଷ୍ଟ 6 ମାସ ଭିତରେ ମଧ୍ୟ ଇଲେକ୍ସନ ଥିଲା। 6 ମାସରେ ପୁଣି ଆଉ ଗୋଟେ ଅନୁଦାନ ଆସିଲା। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀକୁ 54 କିଲୋମିଟର ରାସ୍ତା ଦିଆହେଲା ଆଜି ମାଧ୍ୟମରେ। ତା ମଧ୍ୟ ପୂରଣ କଲୁ ଯେତେବେଳେ ଗୋଟେ ରାସ୍ତା ବି ବାକି ନଥିଲା। କ'ଣ କହୁଛନ୍ତି ଏମାନେ? କାମ ହେଇନି। ଯାଆନ୍ତୁ ପଞ୍ଚାୟତରେ। ଏଠି ଭୁବନେଶ୍ୱର କହିବା ଅପେକ୍ଷା ପଞ୍ଚାୟତ ସେଟା କହିଲେ ଆଜ୍ଞା ଭଲ ଲାଗୁନି ଏଗୁଡ଼ା କହିବା ପାଇଁ। ଆପଣ ଯାଆନ୍ତୁ ପଞ୍ଚାୟତରେ ଲୋକଙ୍କୁ ପଚାରିବେ କାମ ହେଇଛି ନ ହେଇଛି। ଭାଗବତ କୋଠଘର, ଭାଗବତ ଟୁଙ୍ଗି, ମଠ ମନ୍ଦିର କୋଉ କାମ ନ ହେଇଛି ଆଜ୍ଞା। ପଇସା କୋଉଠି ଆସିଲା ସେ ମୁଁ ଆଜ୍ଞା ଅତି ତଳ ସ୍ତର ମୁଁ କହିପାରିବିନି କୋଉଠି ପଇସା ଆସିଲା। କିନ୍ତୁ ସେ ସରକାର ପଇସା ଅଜାଡ଼ି ଦେଇଥିଲେ। ଆପଣ ଯାଇ ଦେଖନ୍ତୁ। କିଏ ହେଲିକପ୍ଟର ବୁଲା, କିଏ କୋଉଥିରେ ବୁଲା, ଶଗଡ଼ ଗାଡ଼ିରେ ବୁଲା, ଏ କଥାରୁ ମାନେ ମିଳିବ କ'ଣ? କାମ ହେଇଛି କି ନାହିଁ ଦେଖନ୍ତୁ। କ'ଣ ରାଜକୋଷ ଲୁଟ୍ ହେଇଛି? ତମେ ରାଜକୋଷ ଲୁଟ୍ କରିବେନି। ଆଜିକା କଥା କହିବି ଆପଣମାନଙ୍କୁ। କହିବା କଥା ମୁଁ କିଛି କହୁନି। ଆଜିକା କଥା କହି ବ୍ଲକ ବର୍ତ୍ତା ପିସି ଆଦାୟ ଆରମ୍ଭ ହେଲାଣି। ଆଙ୍କ ଲୋକ ଯେ ଧମକଉଛନ୍ତି ଯାଜପୁର ଜିଲ୍ଲାରେ କରି ଦେଉନାହାନ୍ତି କାମ। ମୋ ବ୍ଲକରେ ଧମକଉଛନ୍ତି ଏତିକି ବର୍ଷ ମୋର ଏମ୍ଆଇକି ମାଗୁଛନ୍ତି 10 ଲକ୍ଷ ଟଙ୍କା। ମୁଁ ସେଟା କହିବା ପାଇଁ ଚାହୁଁନି। ଆଙ୍କ ଲୋକମାନେ ଯେଉଁମାନେ ପ୍ରତିନିଧି ସେମାନେ କରୁଛନ୍ତି ଚାରିଆଡ଼େ କରୁନି। ଅରାଜକତା ଆରମ୍ଭ ହେଇନି। ଦେଖନ୍ତୁ ଆପଣମାନେ ଆଗକୁ ଦେଖିବେ। କିନ୍ତୁ ସେ କଥା ମୁଁ କହିବା ପାଇଁ ଚାହୁଁନି କିଛି। ତାକୁ ଦୋଷ ବି ଦଉନି ଯେ ସରକାରକୁ କିଛି। ମୋର ଖାଲି କହିବା କଥା ସୁଶାସନ କେମିତି ହେବ ଆପଣ ତା ଦେହରେ ଦୃଷ୍ଟି କେମିତି। ଆପଣ ଦୋଷ ଦେଲେ ଆଜ୍ଞା ବହୁତ ଦୋଷ ଦେବେ। ଆମେ ଦୋଷ ଦେଲେ ମଧ୍ୟ ପରସ୍ପର ପ୍ରତି ଦୋଷାରୋପ କରିବା ଅପେକ୍ଷା ଓଡ଼ିଶା ଲୋକ କେମିତି ଅନେକ ଆଶା କରିଛନ୍ତି ଆପଣଠାରୁ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଠାରୁ। ଏବଂ ଯେତେବେଳେ ମୁଁ ବିଧାୟକ ଥିଲି ମୋହନ ମାଝୀ ମଧ୍ୟ ବିରୋଧୀ ଦଳରେ ଥିଲେ, ଅତ୍ୟନ୍ତ ମିଷ୍ଟଭାଷୀ। ତେଣୁ ତାଙ୍କଠାରୁ ମଧ୍ୟ ଆମେ ଆଶା କରୁଛୁ ଅନେକ କିଛି କଥା। ତ ତାପରେ ଦୃଷ୍ଟି ଦିଅନ୍ତୁ। ନିଶ୍ଚିତ ଭାବରେ ସେ କ୍ଷମତାକୁ ଆସିଛନ୍ତି ପୂର୍ବ ସରକାରକୁ ଅନେକ ଦୋଷ ଦେବେ ଏବଂ ସେମାନେ ଆକସ୍ମିକ ଆସିଛନ୍ତି। କିନ୍ତୁ ପୂର୍ବ ସରକାର ଏତେ ଦୁର୍ନୀତିଗ୍ରସ୍ତ ଥିଲେ ତା ଦୀର୍ଘ ବର୍ଷ ଶାସନ କଲେ କେମିତି ହେଲା କଥା। ତେଣୁ ସେମାନେ କିଭଳି କ୍ଷମତାକୁ ଆସୁଛନ୍ତି ସେଟା ସେମାନେ ମଧ୍ୟ ଜାଣିଛନ୍ତି, ମୁଁ ମଧ୍ୟ ଜାଣିଛି, ସମସ୍ତେ ଜାଣିଛନ୍ତି। ତା ପଛରେ କ'ଣ କାରସାଦି ହେଇଛି, କେମିତି କୋଉ ପ୍ରକାର ଆସିଛନ୍ତି ସବୁ ସେ ଜାଣିଛନ୍ତି। ତେଣୁ ମୁଁ ସେ ବିଷୟରେ କିଛି କହିବାକୁ ନାହିଁ। କିନ୍ତୁ ଯେହେତୁ ସେ ସରକାରକୁ ଆସିଛନ୍ତି ପୂର୍ବ ସରକାରକୁ ନିଶ୍ଚିତ ଭାବରେ ଆକ୍ଷେପ କରିବେ ଏବଂ ଦୁର୍ନୀତିଗ୍ରସ୍ତ କହିବେ। ଏଇଟା ସ୍ୱାଭାବିକ କଥା। ତା ଦେହରେ ମୋର କିଛି କହିବାର ନାହିଁ। କିନ୍ତୁ ମୋର ଗୋଟିଏ କଥା, ଦୀର୍ଘ ବର୍ଷ ଶାସନ କଲୁ କେମିତି ଯଦି ଏତେ ଦୁର୍ନୀତିଗ୍ରସ୍ତ ମାନେ। ଓଡ଼ିଶାର ସର୍ବାଧିକ ବିକାଶ ହେଇଛି ନବୀନ ପଟ୍ଟନାୟକଙ୍କ ସମୟରେ। ଏଇଟା ସାରା ଭାରତବର୍ଷ ଜାଣିଛି। ଓଡ଼ିଶା କୋଉଠି ଥିଲା ଆଜି କୋଉଠି ପହଞ୍ଚିଲା ଏଇଟା ସମସ୍ତେ ଜାଣିଛନ୍ତି। କାଲି ମୋତେ କିଛି ଲୋକ କହିଲେ, ମୋର ସାଙ୍ଗ କିଛି ବନ୍ଧୁ ଦିଲ୍ଲୀରୁ ଫୋନ କରିଥିଲେ, କହିଲେ ଆଜି ଯଦି ଭାରତବର୍ଷ ଅଲିମ୍ପିକରେ ହକିର ଯେଉଁ ସମ୍ମାନ ପାଇଛି ସେ ସମ୍ମାନ ଶ୍ରେୟ ଯିବ ନବୀନ ପଟ୍ଟନାୟକ। ମୁଁ ନିଶ୍ଚିତ ଭାବରେ ଯେତେବେଳେ ସାରା ଦୁନିଆରେ ହକିକୁ କିଏ ପଚାରୁନଥିଲେ, କ୍ରିକେଟ ପାଗଳ ଦୁନିଆରେ ସମସ୍ତେ କ୍ରିକେଟ ସେ ସମୟରେ ସହଯୋଗର ହାତ ବଢ଼େଇଥିଲେ ନବୀନ ପଟ୍ଟନାୟକ। ତାଙ୍କର ଖର୍ଚ୍ଚ, ତାଙ୍କର ଟ୍ରେନିଂ ପାଇଁ ତାଙ୍କର ସବୁ ପ୍ରକାର ଆର୍ଥିକ ଅନୁଦାନ ଯାହା ଯାହା ଦରକାର। ଆଜି ଦେଖନ୍ତୁ ତାର ସୁଫଳ
ଭାରତବର୍ଷ ପାଇଛୁ, ଅଲିମ୍ପିକରେ ପାଇଛୁ, ଏମିତି ଅନେକ କିଛି କଥା ଅଛି। ତେଣୁ କହିବା କିଛି ଦରକାର ନାହିଁ। ତେଣୁ ସେ ଯେହେତୁ ନୂଆ ସରକାର ଆସୁଛନ୍ତି, ପୂର୍ବ ସରକାର ଦୋଷ ଦେବେ, ଏଟା ସ୍ୱାଭାବିକ କଥା। ତେଣୁ ତା ଦେହରେ ଏତେ ବ୍ୟତିବ୍ୟସ୍ତ ହବାର କିଛି ନାହିଁ।